ନେ ଆଜି ଆମେ ଏକ ସୁନ୍ଦର ବିଷୟ ପଢିବା ଆମ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ବିପନ୍ନର ଉଦ୍ଧାର। ବୁଝିହେଲା ତ ପିଲାମାନେ? ବିପନ୍ନର ଉଦ୍ଧାର କ'ଣ କିରେ ପିଲାମାନେ? ଏ ବିଷୟରେ ପଢିବା। ଏହାକୁ ଲେଖିଛନ୍ତି ରାମକୃଷ୍ଣ ନନ୍ଦ। ବିଷୟ ପୂର୍ବରୁ ଯିବା ପୂର୍ବରୁ ଆମେ ଏକ ଜାଣିବା ଲେଖକଙ୍କ ବିଷୟରେ ପିଲାମାନେ। ଜଣେ ନୀତିବାଦୀ ସେ ସାହିତ୍ୟ ସ୍ରଷ୍ଟା ଥିଲେ ପିଲାମାନେ। ତାଙ୍କର ବହୁତ ଗୁଡ଼ିଏ କ'ଣ ଲେଖନୀ ଅଛି ଏଠି ଦେଖ ପିଲାମାନେ ହେଲା। ସେ ସଂସାର ପତ୍ରିକାର କ'ଣ ସମ୍ପାଦକ ଥିଲେ। ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିବ, ପରୀକ୍ଷାରେ ସର୍ଟ କୋଶ୍ଚିନ୍ ଆସିପାରେ ହେଲା। ସେ ଆମମାନଙ୍କର ଅତି ପ୍ରିୟ ପ୍ରାର୍ଥନା ଆହେ ଦୟାମୟ ବିଶ୍ୱବିହାରୀର ରଚୟିତା। ପିଲାମାନେ ସ୍କୁଲରେ ଏଇଟା ପଢୁଛ କି ନାହିଁ ମୋତେ କହିଲ? ଆହେ ଦୟାମୟ ବିଶ୍ୱବିହାରୀ, ଏଇ ପ୍ରାର୍ଥନାର ରଚୟିତା ହେଉଛନ୍ତି କିଏ? ରାମକୃଷ୍ଣ ନନ୍ଦ ହେଲା। ଏଇଟା ପୁରା ଇମ୍ପୋର୍ଟାଣ୍ଟ। ଲେଖକ ହେଲା ସେ ବିପଦ ଓ ପ୍ରତିକୂଳ ପରିସ୍ଥିତିକୁ ଭୟ ନ କରି ଦୁର୍ଗତି ମଣିଷର ସେବା କରିବା ପ୍ରକୃତ ମାନବିକତା। ଲେଖକ ବିପନ୍ନ ଉଦ୍ଧାର ବିଷୟରେ ଏହା ଉପସ୍ଥାପନ ଜାଣିଛନ୍ତି। ପିଲାମାନେ ବିପଦ, ଯେତେବେଳେ ବିପଦ ପଡୁଛି ମାନେ ଆମ ପରିସ୍ଥିତିକୁ ଆମକୁ କ'ଣ ମାନେ ଆମ ହିସାବରେ ଆମ ପରିସ୍ଥିତି ଚାଲୁନି ହେଲା, ଆମ ପ୍ରତିକୂଳରେ ବୁଝିହେଲା। ଯେତେବେଳେ ଭୟ ନ କରି ଆମେ କ'ଣ ମଣିଷମାନଙ୍କର ସେବା କରିବା ହେଉଛି ପ୍ରକୃତ ମାନବିକତା। ଏ ବିଷୟଟିର କ'ଣ ଉପସ୍ଥାପନ ହେଇଛି। ତାହେଲେ ପଢିବା ଏବଂ ବୁଝିବା ଏ ବିଷୟଟିକୁ। ଏକ ସୁନ୍ଦର ବିଷୟ ଇଏ ପିଲାମାନେ। 1937 ମସିହା ଫେବୃଆରୀ 19 ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟିଏ ବିମାନ ଦୁର୍ଘଟଣା ଘଟିଥିଲା। ବୁଝିଲା ତ ପିଲାମାନେ? ମାନେ 1937 ମସିହାରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟେ ବିମାନ ଦୁର୍ଘଟଣା ଘଟିଥିଲା। ସେହି ଘଟଣାର ଦୁଇଟି ମହନୀୟ ଚରିତ୍ର ଅପୂର୍ବ ସାହସ ଓ ଅନୁପମ ମହତ୍ଵ ପ୍ରକାଶ ପାଇଅଛି। ବୁଝିହେଲା? ତାହେଲେ ସେଇ ଘଟଣାରେ ଦୁଇଟି ଲୋକଙ୍କ ଚରିତ୍ର, ମାନେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ କି କ'ଣ କରିଥିଲେ ତାହା ଏ ବିଷୟରେ ଉପସ୍ଥାପନ ହେଇଅଛି। କାଳକ୍ରମେ ଜଗତ ସେ ବ୍ୟୋମ ବିପଦକୁ ଭୁଲିଯିବ, ମାତ୍ର ମାନବିକତାର ସେ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦୁଇଟିକୁ ଭୁଲି ପାରିବ ନାହିଁ। କ'ଣ କି ପିଲାମାନେ ସେମାନେ କରିଦେଇଥିଲେ, ତାଙ୍କ ବିଷୟରେ ଏତେ ଲେଖା ହେଇଛି। ତାହେଲେ ବ୍ରିସ୍ବେନ୍‌ରୁ 7 ଜଣ ଯାତ୍ରୀ ନେଇ ଉଡ଼ାଜାହାଜଟି ସେଦିନ ସିଡ୍ନୀ ଅଭିମୁଖେ ବାହାରିଥିଲା। ବୁଝିହେଲା? 7 ଜଣ ଯାତ୍ରୀ। କାହିଁକି ପିଲାମାନେ? ପିଲାମାନେ ସେତେବେଳେ 1937 ମସିହା, ସେତେବେଳେ ଏତେ ବିମାନ ଯାତ୍ରା ହଉନଥିଲା। ତେଣୁ 1937 ମସିହାରେ ବ୍ରିସ୍ବେନ୍‌ରୁ ହେଲା, ଅଷ୍ଟ୍ରେଲିଆର ବ୍ରିସ୍ବେନ୍ ହେଲା, ଅଷ୍ଟ୍ରେଲିଆ ସହର ଏସବୁ, ସେ କ'ଣ 7 ଜଣ ଯାତ୍ରୀ ନେଇକି ସିଡ୍ନୀ ଅଭିମୁଖେ ବାହାରିଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବାରୁ କୌଣସି ଦୁର୍ଘଟଣା ଘଟିଥିବା ଆଶଙ୍କା କରି 28ଟି ବିମାନ ଅନ୍ୱେଷଣର କାର୍ଯ୍ୟରେ ବାହାରିଲେ। ବୁଝିହେଲା ତ? ତାହେଲେ ଯେହେତୁ ବିମାନ ପିଲାମାନେ ଇଏ ବସ୍ ନୁହଁ, 15 ମିନିଟ୍ ଲେଟ୍ ଆସିବ, ଘଣ୍ଟେ ଲେଟ୍ ଆସିବ, ସିଏ ନୁହଁ। ବିମାନ ହେଉଛି ସଠିକ୍ ଟାଇମ୍‌ରେ ଲାଗିବ। ତେଣୁ ବିମାନ କ'ଣ ଯେହେତୁ ସଠିକ୍ ଟାଇମ୍‌ରେ ବାହାରିଲାନି, 28ଟି ବିମାନ ଗଲେ ଅନ୍ୱେଷଣ, ମାନେ ତାକୁ ଖୋଜି ବିମାନଟି କୁଆଡ଼େ ଗଲା। ସମୁଦ୍ର କୂଳେ କୂଳେ ପ୍ରାୟ 50 ମାଇଲ ବ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ସେ ନିଖୋଜ ବିମାନର କୌଣସି ସମ୍ବାଦ ପାଇଲେ ନାହିଁ ହେଲା। ଯାତ୍ରୀମାନଙ୍କର ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବର୍ଗର ଗଭୀର ଉତ୍କଣ୍ଠାର ଘୋର ବିଷାଦ ଓ ନୈରାଶ୍ୟରେ ପରିଣତ ହେଲା। ବୁଝିହେଲା ତ ପିଲାମାନେ? ସେ ଯାତ୍ରୀମାନଙ୍କର ଯେତେକ ବନ୍ଧୁ ଥିଲେ ହେଲା, ଘର ଲୋକ ସବୁ ପରିବାର, ସେମାନେ ସବୁ କ'ଣ ପୁରା ଦୁଃଖରେ ଭାଙ୍ଗି ପଡ଼ିଲେ। ନ୍ୟୁ ସାଉଥ୍ ୱେଲ୍ସର ଉତ୍ତର ସୀମାର ଜନବସତିହୀନ ଏକ ରୁକ୍ଷ ମାଳଭୂମି ବହୁ ଦୂର ପର୍ଯ୍ୟନ୍ତ ବିସ୍ତୃତ ରହିଅଛି ହେଲା। ତାହେଲେ ନିବିଡ଼, ଏଠି କ'ଣ ହେଇଛି? ନିବିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ଭେଦ କରି ସେଠାକୁ ଯିବା ସାଧାରଣ ମନୁଷ୍ୟ ସାଧ୍ୟତୀତ୍ୟ। ମାନେ ପିଲାମାନେ ନ୍ୟୁ ୱେଲ୍ସର କ'ଣ ଆମର ସେଠି ଗୋଟେ ଇଏ ଅଛି, ସେଠିକି ଯିବା ମନୁଷ୍ୟ ପକ୍ଷେ ସହଜ ବି ନୁହେଁ। ସେଇଠାରେ ବାର୍ନାର୍ଡ ଓରିଲି ନାମକ ଜଣେ ପଶୁପାଳକ ବାସ କରୁଥିଲେ। ବୁଝିହେଲା? ଏଠି ବହୁତ କମ୍ ସଂଖ୍ୟକ ଲୋକ ରୁହନ୍ତି। ସେ ରେଡ଼ିଓରୁ ସମ୍ବାଦପତ୍ରରୁ ଉଲ୍ଲିଖିତ ବିମାନ ଦୁର୍ଘଟଣା ବିଷୟରେ ଅବଗତ ହୋଇଥିଲେ। ତାଙ୍କର ଘର ନିକଟରେ ବିମାନ ପଥ ଯାଇଥିବାରୁ ସେ ଏ ସମ୍ପର୍କରେ ଅଧିକ ଆଗ୍ରହୀ ହୋଇ ବିଭିନ୍ନ ସୂତ୍ରରୁ ମଧ୍ୟ ସମ୍ବାଦ ସଂଗ୍ରହ କରୁଥିଲେ। ତାଙ୍କୁ ସେ ପାର୍ବତ୍ୟ ଅଞ୍ଚଳର ଅନେକ ବିଷୟ ଜଣାଥିଲା। ପର୍ବତ ଶ୍ରେଣୀର ଉଚ୍ଚତା, ମେଘ ଓ ବାୟୁସ୍ରୋତର ଅନୁଚିତ ଗତି ଇତ୍ୟାଦି ବିଷୟ ବିଚାର କରି ସେ ଅନୁମାନ କଲେ ଯେ
ପ୍ରବଳ ତୋଫାନ ଆବର୍ତ୍ତରେ ପଡ଼ି ବିମାନଟି ହୁଏତ ସେଇ ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସି ପଡ଼ିଥିବ। ବୁଝିହେଲା ତ? ତାହେଲେ ସେମାନେ ଯେହେତୁ ପାହାଡ଼ରେ ରହୁଛନ୍ତି ପିଲାମାନେ, ତାଙ୍କ ପାଇଁ ମେଘ ଇଏ ସବୁ କ'ଣ ବହୁତ ପାଖ ପାଖ ଦେଖାଯାଇଥିବ। ତେଣୁ ସେମାନେ ଜାଣିଦେଲେ ଯେ ଏଇ ଜଙ୍ଗଲରେ ଏଇ ବିମାନଟି ପଡ଼ିଥିବ ଏବଂ ପାହାଡ଼ ଦ୍ୱାରା ପିଟି ହୋଇ ଧ୍ୱଂସ ମଧ୍ୟ ହୋଇଯାଇଥିବ। ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସଙ୍ଗେ ସଙ୍ଗେ ସେ ଏକାକୀ ସେହି ନିଖୋଜ ବିମାନର ଅନୁସନ୍ଧାନରେ ବାହାରି ପଡ଼ିଲେ। ପର୍ବତର ପାଦଦେଶରୁ କିଛି ଦୂରରେ ଯିବା ଉତ୍ତାରେ ସେ ଦେଖିଲେ ଆଉ ବାଟଘାଟରେ ଚିହ୍ନ ନାହିଁ। ବହୁ କଷ୍ଟରେ ନିବିଡ଼ ବେତବଣ ଓ ଦୁର୍ଲଗ୍ନ ଘାଟି ଭିତର ଦେଇ ସେ 5 ମାଇଲ ପଥ ଅତିକ୍ରମ କଲେ। ତାପରେ ରାତ୍ରି ଉପସ୍ଥିତ ହେଲା। ମାନେ ସେ ବହୁତ 5 ମାଇଲ ଇଏ ଗଲେଣି, ରାତି ଆସ୍ତେ ଆସ୍ତେ ହେଇଗଲା। ଦେହରେ ଶୀତ ବସ୍ତ୍ର ନାହିଁ କି ସାଙ୍ଗରେ କେହି ସାଥୀ ନାହାନ୍ତି, ଏକୁଟିଆ ଯାଉଛନ୍ତି। ଚାରିଆଡ଼େ ଯେପରି ଶ୍ମଶାନର ଶୂନ୍ୟତା। ଏହିପରି ଅସହାୟ ଅବସ୍ଥାରେ ପାହାଡ଼ ଉପରେ ସେ ଏକାକୀ ସେହି ଭୀଷଣ ରଜନୀ ଅତିବାହିତ କଲେ। ମାନେ କ'ଣ? ରଜନୀ ମାନେ ହେଲା ରାତି। ବୁଝିଲା ତ? ଘୋର ଅନ୍ଧକାର ରାତି ସେଠି ଅବବାହିତ କଲେ। ସକାଳୁ ଓରିଲି ପୁନରାୟ ତାଙ୍କ ଲକ୍ଷ୍ୟ ଅଭିମୁଖେ ବହିର୍ଗତ ହେଲେ। ଉଜ୍ଜ୍ୱଳ ଦିବାଲୋକରେ ପର୍ବତର ଗୋଟିଏ ଉଚ୍ଚ କାନ୍ଥି ଉପରୁ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା। ପର୍ବତର ଗୋଟେ ଉଚ୍ଚ କାନ୍ଥିରୁ ବହୁ ଦୂର ଯାଏ ଦେଖାଯାଉଥିଲା। ପଛକୁ ପଛ ଲାଗି ଅନେକ ଗିରିଶୃଙ୍ଗ ଧ୍ୟାନମଗ୍ନ ଋଷି ପରି ଆକାଶକୁ ମୁଣ୍ଡ ଟେକି ରହିଛନ୍ତି। ଗୋଟେ ପରେ ପାହାଡ଼, ଗୋଟେ ପରେ ପାହାଡ଼, ଯେମିତି ଆକାଶକୁ ମୁଣ୍ଡ ଟେକି ରହିଛନ୍ତି, ଯେମିତି ଋଷିମାନେ ମୁଣ୍ଡ ଟେକି ରୁହନ୍ତି। ବୃକ୍ଷଲତା ଶ୍ୟାମ ସୌନ୍ଦର୍ଯ୍ୟ କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଦୂରକୁ ଦେଖାଯାଉଥାଏ। ସେ ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦେଖିଲେ କିଛି ଦୂର ଉଚ୍ଚରେ ପର୍ବତର ସେହି ଶୁଦ୍ଧ ସବୁଜ ଆଚ୍ଛାଦନ ଉପରେ ଠାଏ ସତେକି ଗୋଟିଏ ବାଦାମୀ ରଙ୍ଗର ତାଳି ପଡ଼ିଅଛି। ସେଇଟା ଯେ ନିଶ୍ଚୟ ପୋଡ଼ି ଯାଇଥିବା ଗଛପତ୍ରର ଚିହ୍ନ, ଏ ବିଷୟରେ ଓରିଲିଙ୍କ ସନ୍ଦେହ ରହିଲା ନାହିଁ। କିନ୍ତୁ ବର୍ଷା ପାଗରେ ନିଆଁ ଲାଗିଲା କିପରି? ତାଙ୍କର ଧ୍ରୁବ ବିଶ୍ୱାସ ହେଲା, ହୁଏତ ବିଦ୍ୟୁତ୍ କିମ୍ବା ପେଟ୍ରୋଲ ନିଆଁରେ ଜଙ୍ଗଲର ସେ ଅଂଶଟା ପୋଡ଼ି ହୋଇଥିବ। ଓରିଲି ସେହି ସ୍ଥାନଟିକୁ ନିଖୋଜ ବିମାନର ସମାଧିସ୍ଥଳ ବୋଲି ଅନୁମାନ କରି ସେହି ଦିଗରେ ଅଗ୍ରସର ହେଲେ। ବୁଝିହେଲା? ସେଇ ଉଚ୍ଚ ପାହାଡ଼ରୁ ଦେଖିଲେ ଯେ କେଉଁଠି କ'ଣ ଇଏ ହେଉଛି, ଦେଖିଲେ ଗୋଟେ ଜାଗାରେ କ'ଣ ପୋଡ଼ି ଯାଇଛି। ବୁଝିହେଲା? ସେ କହିଲେ ଯଦି କିନ୍ତୁ ବର୍ଷା ପାଗରେ ନିଆଁ ଲାଗିଲା କିପରି? ସେ ଦେଖିଲେ ଯେ ଅନୁମାନ କଲେ ଯେ କ'ଣ ବିଦ୍ୟୁତ୍ କିମ୍ବା ପେଟ୍ରୋଲ ନିଆଁରେ ସେ ଜଙ୍ଗଲର ସେ ଅଂଶଟା ପୋଡ଼ି ଯାଇଥିବ। ସେ ଭାବିଲେ ଯେ ସେଇ ଏରିଆରେ କ'ଣ ଏଇ ବିମାନଟି ଥିବ ବୋଲି ସେଇ ଅଗ୍ରସର ହେଲେ। ନିବିଡ଼ ଅରଣ୍ୟ, ପୁରା ଘଞ୍ଚ ଅରଣ୍ୟ। ଅନାଦି କାଳରୁ ସେ ପାହାଡ଼ ଉପରେ କୌଣସି ମାନବର ପାଦ ପଡ଼ିଅଛି କି ନାହିଁ ସନ୍ଦେହ। ଘଞ୍ଚ ତରୁଲତା ଓ କଣ୍ଟକାକୀନ ଗୁଳ୍ମ ଜାଲ ତଳେ ସଢ଼ା ପତ୍ରର ଗାଲିଚା, ବିଷାକ୍ତ କୀଟ ମକ୍ଷିକାମାନଙ୍କର ବିରକ୍ତିକର ଉପଦ୍ରବ। ସେଇ ଦେଖ, ଯେଉଁ ଏରିଆରେ କେହି ଯାଇନାହାନ୍ତି, ଜଙ୍ଗଲ ହଉ ପଛେ, ସେ ପୁରା ଅସନା, ମାନେ ପୁରା ଗଛ ଅଳ୍ପ ଅଳ୍ପ ଉଠିକି ଥିବ, ତଳେ ଉପରେ ବଡ଼ ବଡ଼ ଗଛ ସବୁ ହେଇକି ଥିବ। ସେଇ ଘଞ୍ଚ ଅରଣ୍ୟ ଭିତରେ ସେ ଖୋଜି ଖୋଜି ଚାଲିଲେ। ସ୍ଥାନେ ସ୍ଥାନେ ବିଶାଳ ଶିଳାଖଣ୍ଡମାନ ପଥରୁଦ୍ଧ କରି ଉଭା ହୋଇଅଛି। କିନ୍ତୁ ଓରିଲି ଦୃଢ଼ ପ୍ରତିଜ୍ଞ। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ କଣ୍ଟାରେ ଚିରି ହୋଇ ରକ୍ତାକ୍ତ ହୋଇଗଲାଣି। କେଉଁଠି ବୁଦା ତଳେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼ୁଛି, କେଉଁଠି ବା ଦ୍ରାକ୍ଷାଲତାକୁ ଧରି ଝୁଲି ଝୁଲି ଶିଳାରୁ ଶିଳାକୁ ଡେଇଁ ପଡ଼ିବାକୁ ହେଉଛି। ଝାଳ ଲାଗି ଦେହସାରା ପୋଡ଼ିଲାଣି, କିନ୍ତୁ ବିଶ୍ରାମ ନ କରି ଉନ୍ମାଦଗ୍ରସ୍ତ ପରି ସେ ଅରଣ୍ୟ ସେହି ଦଗ୍ଧ ଅଂଶରେ ପହଞ୍ଚିବାକୁ ଆଗେଇ ଚାଲିଛନ୍ତି। ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ ପ୍ରତିଜ୍ଞ ସାଧ କରି କିଏ ଗତି ରୋଧ କରିପାରିବ? ପିଲାମାନେ, ଜଳଟା ଯେତେବେଳେ ତଳକୁ ଆସେ ତାକୁ କେହି ରଖିପାରିବେନି। ଯେତେ ତମେ ତିଆରି କର ପାଚେରୀ, ସେ ପାଚେରୀ ଭାଙ୍ଗିକି ଆସିବ ଭାରି। ସେମିତି ଯଦି ଆମର ଦୃଢ଼ ପ୍ରତିଜ୍ଞା ଅଛି, ତାହେଲେ ଆମକୁ କେହି ରଖିପାରିବେନି। ସେ ଦୁନିଆରେ ପ୍ରଳୟ ଆସିଯାଉ, ଯାହା ହେଇଯାଉ, ଲକ୍ଷ ଲୋକ ତମ ବିରୋଧରେ ଠିଆ ହେଇ ପଡ଼ନ୍ତୁ, ଆମ ଲକ୍ଷ୍ୟ ପଥରେ ଆମେ ଆଗକୁ ଯିବା। ଇଏ ହେଉଛି ଆମର ଦୃଢ଼ ପ୍ରତିଜ୍ଞା। ଆମକୁ ଜଣାଅଛି ଯେ ଆମେ ସଠିକ୍ ମାର୍ଗରେ ଯାଉଛି। ଆହୁରି ପ୍ରାୟ 2000 ଫୁଟ ବାକି ଅଛି ପିଲାମାନେ। ହଠାତ୍ ଏକ ଅଦ୍ଭୁତ ମୂର୍ତ୍ତି ତାଙ୍କର ଦୃଷ୍ଟି ପଥାରୂଢ଼ ହେଲା। ସେ ଚମକି ପଡ଼ି କିଛି କ୍ଷଣ ଚାହିଁ ରହିଲେ। ଦେଖିଲେ ବଣର ଗୋଟିଏ ଉନ୍ମୁକ୍ତ ସ୍ଥାନରେ ଗୋଟାଏ ଗଛକୁ ଆଉଜି
ଖଣ୍ଡେ ଶିଳା ଉପରେ ଜଣେ ମନୁଷ୍ୟ ବସି ରହିଛି। ଏହି ଦୃଶ୍ୟରେ ସେ ଏତେ ଦୂର ଅଭିଭୂତ ହୋଇ ପଡ଼ିଲେ ଯେ ସଙ୍ଗେ ସଙ୍ଗେ ଲୋକଟିକୁ ଡାକ ପକାଇଲେ, କିନ୍ତୁ ତାଠାରୁ କୌଣସି ସଂକେତ ବା ଉତ୍ତର ପାଇଲେ ନାହିଁ। ପରେ ନିକଟକୁ ଯାଇ ଦେଖିଲେ ସେଇ ଲୋକର ଦେହର ଗୁରୁତର ଆଘାତ ଚିହ୍ନମାନ ରହିଛି ଏବଂ ତାର ପ୍ରାଣବାୟୁ ବାହାରି ଗଲାଣି। ବୁଝିଲା ତ ପିଲାମାନେ, ପ୍ରାଣବାୟୁ ପୁରା କ'ଣ ଚାଲିଗଲାଣି, ଆଉ ନାହିଁ, ଅଳ୍ପ ଅଳ୍ପ ଅଛି। ଓରିଲଙ୍କ ମନର ଭାବ ସହଜରେ ଅନୁମାନ କରାଯାଇପାରେ। ବିସ୍ମୟ, ଆନନ୍ଦ, ଭୟ ଓ ବିଷାଦ ତାଙ୍କ ହୃଦୟକୁ ଯୁଗପତ୍ ଅଧିକାର କଲା। ଲୋକଟିକୁ ଦେଖି ସେ ବୁଝିନେଲେ ଏ ସେହି ବିମାନର ଜଣେ ହତଭାଗ୍ୟ ଯାତ୍ରୀ। ସେଠାରେ ଆଉ ଅଧିକ କାଳ ବିଳମ୍ବ ନ କରି ସେ ପୋଡ଼ି ଯାଇଥିବା ଗଛପତ୍ରକୁ ଲକ୍ଷ୍ୟ କରି ଚାଲିଲେ। ପୁଣି ସେହିପରି ଅକ୍ଳାନ୍ତ ଅଧ୍ୟବସାୟ ଓ କ୍ଲେଶକର ସାଧନା। କିଛି ଦୂର ଅଗ୍ରସର ହୋଇ ସେ ଅରଣ୍ୟ ଜାତିମାନଙ୍କ ରୀତିକୁ ଅନୁକରଣ କରି ପାଟିରେ ଶୁଶୁକାଳି ବଜାଇଲେ। କେତେଥର ଏହି ଡାକ ଦେଲା ପରେ ଗୋଟାଏ ଦିଗରୁ କ୍ଷୀଣ ଉତ୍ତର ଆସୁଥିବାର ତାଙ୍କୁ ଶୁଣାଗଲା। ଏ ନିଶ୍ଚୟ ମନୁଷ୍ୟର କଣ୍ଠସ୍ୱର। ତାଙ୍କର ସର୍ବାଙ୍ଗରେ ତଡ଼ିତ୍ ପ୍ରବାହ ଖେଳିଗଲା। ସେ ପ୍ରଥମରୁ ଆଶଙ୍କା କରିଥିଲେ ଯେ ବିମାନଟି ଖସି ପଡ଼ିବା ସଙ୍ଗେ ସଙ୍ଗେ ଆରୋହୀମାନେ ସମସ୍ତେ ପୋଡ଼ି ମରିଥିବେ, କିନ୍ତୁ ତାଙ୍କର ବର୍ତ୍ତମାନ ଧାରଣା ହେଲା ଯେପରି ଏକାଧିକ ବ୍ୟକ୍ତି ଜୀବିତ ଅଛନ୍ତି। କେତେକ ସମୟ ଉତ୍ତାରେ ଓରିଲ୍ ଲକ୍ଷ୍ୟସ୍ଥଳରେ ପହଞ୍ଚି ଦେଖିଲେ ତାଙ୍କର ଅନୁମାନ ଠିକ୍। ଗୋଟିଏ ପ୍ରକାଣ୍ଡ ବୃକ୍ଷ ମୂଳରେ ବିମାନଟି ଭାଙ୍ଗି ପଡ଼ିଛି। ଭସ୍ମୀଭୂତ ବିମାନର କେତେକ ଅଂଶ ଇତଃସ୍ତତଃ ବିକ୍ଷିପ୍ତ ଭାବରେ ପଡ଼ି ରହିଛି। ଚତୁର୍ଦିଗରେ କେବଳ ଭସ୍ମ ଆଉ ଅଙ୍ଗାର। ବୁଝିଲା ତ ପିଲାମାନେ, କିଛି କ୍ଷଣରେ ସେ ଯାଇ ଦେଖିଲେ ବିମାନର ଗୋଟେ ପାର୍ଟ ଏପଟେ ଆଉ ଗୋଟେ ପାର୍ଟ ସେପଟେ, ଏବଂ ଚାରିଆଡ଼େ ଖାଲି କ'ଣ ଭସ୍ମ ଆଉ ଅଙ୍ଗାର। ସେଠାରୁ କିଛି ଦୂରରେ ଦୁଇ ଜଣ ମନୁଷ୍ୟ ଶୋଇଥିବାର ଦେଖି ଓରିଲ୍ ସେଠାକୁ ଗଲେ। ଦେଖିଲେ କ'ଣ ଜୀବନ୍ମୃତ ଅବସ୍ଥାରେ ସେ ଦୁହେଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଓରିଲ୍ଙ୍କୁ ଦେଖିବା ମାତ୍ରେ ସେମାନେ ପିଣ୍ଡରେ ସତେ ଯେପରି ନବଜୀବନର ସଞ୍ଚାର ହେଲା। ସେ ଦୁଇ ଜଣ ସାଂଘାତିକ ଭାବରେ ଆହତ ହୋଇ ଅନାହାର ମୃତ୍ୟୁ ସଙ୍ଗେ ସଂଗ୍ରାମ କରି ଏତେ ଦିନ ବଞ୍ଚି ରହିଥିଲେ, ମାତ୍ର ତାଙ୍କ ଶରୀରରେ ଜୀବନ ଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା। ଅବସନ୍ନ, ଅନାହାର, କ୍ଳିଷ୍ଟ ଓ ଯନ୍ତ୍ରଣାରେ ଜର୍ଜରିତ ହୋଇ ଏହି ଦୁଇ ଜଣ ବ୍ୟକ୍ତି ଉତ୍ତୁଙ୍ଗ ପର୍ବତ ଉପରେ ଘୋର ଅରଣ୍ୟ ଭିତରେ ଶୀତ ବର୍ଷା ସେହି 9 ଦିନ କାଳ ନିଃସହାୟ ଅବସ୍ଥାରେ କଟାଇଥିଲେ। ବୁଝିଲେ ତ ପିଲାମାନେ, 9 ବର୍ଷ ତାଙ୍କୁ କେହି ସାହାଯ୍ୟ କରିବା, 9 ଦିନ ଯାଏଁ ତାଙ୍କୁ କେହି ସାହାଯ୍ୟ କରିବାକୁ ନଥିଲେ। ବୁଝିଲା ତ, ସେମିତି ଶୀତ ବର୍ଷାରେ ସେଇଠି ଅଛନ୍ତି। ଓରିଲ୍ଙ୍କ ଆକସ୍ମିକ ଆବିର୍ଭାବ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ବ ସାହସ ଓ ଭରସା ଦେଇଥିବ ତାହା କେବଳ ଅନୁଭବର କଥା। ପିଲାମାନେ, 9 ଦିନ ଯାଏଁ ତମେ ପାଣି ଟୋପେ ବି ପାଇନ, ସେମିତି ଶୀତ ବର୍ଷାରେ ଅଛ, ମୁଁ କ'ଣ କରିବି ଜଣା ପଡ଼ୁନି, ଆହତ ପୁଣି ହେଇଯାଇଛ। ବୁଝିଲା ତ, ପ୍ରାଣ ସରିବାକୁ ବସିଲାଣି। ସେତେବେଳେ ଗୋଟେ ମନୁଷ୍ୟ ଦେଖାଗଲା ଯିଏକି ଆମକୁ ସାହାଯ୍ୟ କରିବା। ଆମକୁ କେମିତି ଲାଗିବ କହିଲ ପିଲାମାନେ? ଓରିଲ୍ ସଙ୍ଗେ ସଙ୍ଗେ ଚା ଓ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦେଲେ ଏବଂ ସେମାନଙ୍କଠାରୁ ଦୁର୍ଘଟଣାର ସବିଶେଷ ବୃତ୍ତାନ୍ତ ଅବଗତ ହେଲେ। 7 ଜଣ ଯାତ୍ରୀଙ୍କ ମଧ୍ୟରୁ 4 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅବଶ୍ୟ ଯେଉଁ 3 ଜଣ ଜୀବିତ ଥିଲେ ସେମାନଙ୍କ ଭିତରୁ ଜଣେ ଇଂରେଜ ଯୁବକ ଗୁରୁତର ଭାବରେ ଆହତ ହୋଇଥିଲେ ହେଁ ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ, କିନ୍ତୁ ସେ ଆଉ ଫେରି ନାହାନ୍ତି। ବୁଝିଲା ତ ପିଲାମାନେ, କ'ଣ 4 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା, ଆଉ 3 ଜଣ ଥିଲେ ଏବଂ ସେମାନଙ୍କ ଭିତରୁ ସେଇ 3 ଜଣ ଭିତରୁ ଜଣେ କ'ଣ ବାହାରି ଯାଇଥିଲେ ସାହାଯ୍ୟ ଅନ୍ୱେଷଣରେ, ସିଏ ଆଉ ଫେରି ନାହାନ୍ତି। ସେତେବେଳର କଥା। ଓରିଲ୍ ଦେଖିଲେ ତୁରନ୍ତ ଚିକିତ୍ସା ଓ ସେବାର ବ୍ୟବସ୍ଥା ନ କଲେ ସେ 2 ଜଣଙ୍କୁ ବଞ୍ଚାଇ ପାରିବା ଅସମ୍ଭବ। ସୁତରାଂ ବିଳମ୍ବ ନ କରି ସେ ପୁଣି ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ। ସେତେବେଳେ ତାଙ୍କ ଶରୀର 2 ଗୁଣ ବିକ୍ରମ ଓ ମନରେ 7 ଗୁଣ ସାହସ ଜାତ ହୋଇ ତାଙ୍କୁ ସେ ଦୁର୍ଭେଦ୍ୟ ଅରଣ୍ୟରେ ବାଟ କଢ଼ାଇ ନେଲା। ପାହାଡ଼ ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ମାଗି ଆଣି ସେ ନିକଟତମ ସହର ଅଭିମୁଖରେ ପବନ ପରି ଛୁଟିଲେ। ବୁଝିହେଲା ପିଲାମାନେ, ହେଲା, ତାଙ୍କୁ ସାହାଯ୍ୟ କରିବା ପାଇଁ ସେଇ କ'ଣ ଦୁର୍ଗମ ରାସ୍ତାରେ ଆସିଲେ ଏବଂ ପାଖ ଇଏରୁ ଗୋଟେ ଘୋଡ଼ାଟିଏ ମାଗି ଆଣି କ'ଣ ପବନ ପରି ସହର ଆଡ଼କୁ ଏବଂ ସେଠାରେ ପହଞ୍ଚି ଉତ୍କଣ୍ଠିତ ଜଗତକୁ ତାଙ୍କର ପ୍ରଥମ ସମ୍ବାଦ ଜଣାଇଲେ। ଜଗତ ଜାଣିନି 9 ଦିନ ଯାକେ ତାଙ୍କର କ'ଣ ହେଲା। ଏହା ପରେ ପ୍ରାୟ 80 ଜଣ ସ୍ୱେଚ୍ଛାସେବକ ସଙ୍ଗରେ
ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହାୟକରେ ପର୍ବତ ଉପରୁ ସେ 2 ଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ। ଓରିଲଙ୍କ ସାଧନ ସଫଳ ହେଲା। ଜଗତ ନିଶ୍ଚିତ ମୃତ୍ୟୁମୁଖରୁ 2ଟି ଜୀବନ ଫେରି ପାଇଲା ଏବଂ ଦୁର୍ଘଟଣାର ଅଜ୍ଞାତ ରହସ୍ୟ ଏହି ପ୍ରକାର ଉଦ୍ଘାଟିତ ହେଲା। ଆଉ ସେ ଇଂରେଜ ଯୁବକ ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ବୀରତ୍ୱର କାହାଣୀ ସଂଗୃହୀତ ହୋଇଅଛି। ମରଣକାଳେ ତାଙ୍କୁ କେହି ଦେଖି ନାହିଁ। ବନର ତରୁଲତା ଓ ପର୍ବତର ଅଚଳଶୀଳା ତାଙ୍କର ଶେଷ ଶ୍ୱାସର ସ୍ପର୍ଶ ଅନୁଭବ କରିଥିବେ। ପିଲାମାନେ 4 ଜଣ ଆଗରୁ ମରିଯାଇଥିଲେ, ଆଉ 3 ଜଣ ଥିଲେ। ଆଉ 3 ଜଣ ଭିତରୁ ଜଣେ କ'ଣ ସାହାଯ୍ୟ ଅନ୍ୱେଷଣରେ ଖୋଜି ଖୋଜି ଯାଇଛି ଏବଂ ଖୋଜି ଖୋଜି ଯାଇକି କ'ଣ କାହାକୁ ସାହାଯ୍ୟ ଆଉ ପାଇନି। ସିଏ ବି ମଧ୍ୟ ସେଇ ବନର ତରୁଲତା ଆଉ ପର୍ବତର ଅଚଳଶୀଳାରେ ତାଙ୍କର ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ। ବୁଝିଲେ ତ ପିଲାମାନେ? ସଙ୍ଗୀ ଦ୍ୱୟଙ୍କୁ ବଞ୍ଚାଇବା ପାଇଁ ସେଇ ଯୁବକ ନିଜର ତୀବ୍ର ଦାହ ଯନ୍ତ୍ରଣାକୁ ଭ୍ରୂକ୍ଷେପ ନ କରି ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲା। ଆଉ ଯେଉଁ 2 ଜଣ ବଞ୍ଚି ଯାଇଥିଲେ କେମିତି ଯିବେ ହେଲା, ତାଙ୍କ ପାଇଁ ସେ ଯାଇଥିଲା। ସେ ଲଣ୍ଡନ ସହରରେ ଜଣେ ବ୍ୟବସାୟୀ। ପର୍ବତ ଉପରୁ 3000 ଫୁଟ ତଳକୁ ଓହ୍ଲାଇ ଜନବସତି ଆସିବା କେଡ଼େ କଷ୍ଟସାଧ୍ୟ ତାହା ତାଙ୍କୁ ଜଣା ନଥିଲା। ଗୋଟିଏ ଝରଣା ପାର ହୋଇ ଶୈବାଳ ଜଡ଼ିତ ପିଚ୍ଛିଳ ପ୍ରସ୍ତ ଉପରେ ପଡ଼ି ଉଠି ଦ୍ରାକ୍ଷାଲତାକୁ ଆଶ୍ରୟ କରି ସେ ଚାଲିଥାନ୍ତି। ହଠାତ୍ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିବାରୁ ସେ 25 ଫୁଟ ତଳକୁ ଗଳି ପଡ଼ିଲେ। କଠିନ ବନ୍ଧୁର ଶିଳାର ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା। ଗୋଟିଏ ଆଖି ପଦାକୁ ବାହାରି ପଡ଼ିଲା। ହାତର କଚଟି ଭାଙ୍ଗିଗଲା ଏବଂ ଯେଉଁ ଟିକକ ଜୀବନଶକ୍ତି ଶେଷକୁ ରହିଥିଲା ସେତକ ମଧ୍ୟ ଲୋପ ପାଇ ଆସିଲା। ବୁଝିହେଲା? 25 ଫୁଟ ତଳକୁ ଖସି ପଡ଼ିଲେ ପିଲାମାନେ ଆଉ ସେ ବଞ୍ଚିବେ? ବୁଝିପାରୁଛ? କିଛି କ୍ଷଣ ହତଜ୍ଞାନ ରହିବା ପରେ ତାଙ୍କର ବୋଧହୁଏ ସଂଜ୍ଞା ଆସିଛି। ସେ ପୁଣି କିଛି ବାଟ କଷ୍ଟେ ମଷ୍ଟେ ଆଗେଇ ଯାଇଛନ୍ତି। ସେଇଠାରୁ ପାଦ ଆଉ ଚଳି ନାହିଁ। ଗୋଟିଏ ଗଛ ମୂଳରୁ ଭରା ଦେଇ ବିଶ୍ରାମ ନେଇଛନ୍ତି। ଡବାରୁ ସିଗାରେଟଟିଏ କାଢ଼ି ଅଧେ ଖାଇଛନ୍ତି, ଆଉ ଅଧେକ ହାତରେ ରହିଛି। ପାଟିକୁ ନେବାକୁ ବଳ ନାହିଁ ସେତିକି। ତାଙ୍କୁ ଏହି ଅବସ୍ଥାରେ ଦୂରରୁ ଦେଖି ଜୀବିତ ମନେକରି ଓରିଲ ଯେତେବେଳେ ଡାକ ଦେଲେ, ଉତ୍ତର ପାଆନ୍ତେ କୁଆଡ଼ୁ? ବୀର ଯୁବକ, ମୃତ୍ୟୁ ତୁମକୁ ଅମର କରିଛି। ବିଫଳତା ତୁମକୁ ଗୌରବମଣ୍ଡିତ କରିଛି। ଅଷ୍ଟ୍ରେଲିଆର ସେ ଜନସଞ୍ଚାରହୀନ ପର୍ବତ ଉପରେ ଗହନ ବୃକ୍ଷରାଜିର ଚନ୍ଦ୍ରତାପ ତଳେ ଯେଉଁ ଶିଳା ଉପରେ ସେ ଇଂରେଜ ଯୁବକଙ୍କର ପ୍ରାଣବାୟୁ ବାହାରି ଯାଇଥିଲା, ସେଇଠାରେ ତାଙ୍କର ସମାଧି ନିର୍ମିତ ହେଲା। ସେ ସ୍ଥାନ ଆଜି ମାନବ ଜାତିର ଏକ ତୀର୍ଥଭୂମି। ବୁଝିଲେ ତ ପିଲାମାନେ? କେତେ ସାହସ ହେଲା। ତାହେଲେ ପିଲାମାନେ ଧନ୍ୟବାଦ। ପିଲାମାନେ ଆମେ ମଧ୍ୟ ଜୀବନକୁ ଆଗକୁ ବଢ଼ାଇବା ପାଇଁ ଏଇଭଳି ସାହସ ଦରକାର। ବୁଝିଲା? ଧନ୍ୟବାଦ। ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ।